କାହାଣୀ ପାପ କର୍ମର ସ୍ୱୀକାରୋକ୍ତି। ସନ୍ଥ ନାନକ ଗାଁକୁ ଗାଁ ଯାଇ ଲୋକଙ୍କୁ ହିତ ଉପଦେଶ ଦେଉଥିଲେ। ଅନେକ ଲୋକ ତାଙ୍କର ହିତ ଉପଦେଶକୁ ଅମୃତ ତୁଲ୍ୟ ଗ୍ରହଣ କରୁଥିଲେ। ତାଙ୍କ ବାଣୀରେ ଏତେ ମଧୁରତା, କଥା କଥାରେ ଏତେ ଆତ୍ମୀୟତା ଥିଲା ଯେ ଜନସାଧାରଣ ତାଙ୍କ ଦ୍ୱାରା ପ୍ରାୟୋଜିତ ସତ୍ସଙ୍ଗକୁ ଆକୃଷ୍ଟ ହୋଇ ଆସୁଥିଲେ, ମନ ପ୍ରାଣ ଦେଇ ଶୁଣୁଥିଲେ। ଦିନକର ଘଟଣା। ନାନକ ଗୋଟିଏ ଗାଁକୁ ଯାଇଥିଲେ। ଜଣେ ପେଶା ଓ ନିଶାରେ ଡକାୟତ କାମ କରୁଥିବା ଡାକୁ ନାନକଙ୍କ ପାଦ ଦୁଇଟିକୁ ଧରି କାନ୍ଦି କାନ୍ଦି କହିଲା, ମୁଁ ଜଣେ ଚୋର। ଯେତେ ଚେଷ୍ଟା କଲେ ମଧ୍ୟ ଏଭଳି ଘୃଣ୍ୟ କର୍ମରୁ ମୁଁ ନିଜକୁ ନିବୃତ୍ତ କରିପାରୁନାହିଁ। ମୋତେ ଏହି ଘୃଣ୍ୟ କର୍ମରୁ ନିବୃତ୍ତ ହେବା ପାଇଁ ପରାମର୍ଶ ଦିଅନ୍ତୁ। ସନ୍ଥ ନାନକ କହିଲେ, ଠିକ୍ ଅଛି, ଆଜିଠାରୁ ପ୍ରତିଜ୍ଞା କର, ମୁଁ ଆଉ ଚୋରି କିମ୍ବା ଡକାୟତି କରିବି ନାହିଁ। ସମସ୍ତଙ୍କ ଉପସ୍ଥିତିରେ ଡକାୟତିରୁ ପ୍ରତିଜ୍ଞା କଲା ସତ, କିନ୍ତୁ ସ୍ୱଭାବରେ ପରିବର୍ତ୍ତନ ହେଲା ନାହିଁ। ଯେଉଁ କଥାକୁ ସେଇ କଥା। ପୁଣି ଆସି ସେ ଆଉ ଦିନେ କହିଲା, ପ୍ରତିଜ୍ଞା କରିବା ସହଜ, ତାକୁ ପାଳିବା ବଡ଼ କଷ୍ଟ। ମୁଁ ପୁଣି ସେଇ ଘୃଣ୍ୟ କାମ କରି ଅନୁତପ୍ତ। ସନ୍ଥ ନାନକ ଡକାୟତ ଠାରୁ ସବୁ କଥା ଶୁଣି କହିଲେ, ଠିକ୍ ଅଛି, ତୁମେ ଯାହା କରୁଛ କର, ମାତ୍ର ସନ୍ଧ୍ୟାରେ ମୋ ପାଖକୁ ଆସି ସମସ୍ତଙ୍କ ଆଗରେ ଦିନକ ଭିତରେ ଯାହା ଯାହା କରିଥିବ ସବୁ କହିବ। ଅପରାଧକୁ ସ୍ୱୀକାର କଲେ ଅପରାଧ କର୍ମରୁ ନିବୃତ୍ତ ମିଳେ। ଡକାୟତଟି କହିଲା, ହଁ, ଏଇ କଥାଟା ସହଜ। ତା ପରଦିନ ସତ୍ସଙ୍ଗରେ ଦିନକ ଭିତରେ ଯାହା ଯାହା ସବୁ ମନ୍ଦ କର୍ମ କରିଥିଲା ଗୋଟି ଗୋଟି କରି କହିଲା। ଏମିତି କେତେ ଦିନ ଚାଲିଲା। ଧୀରେ ଧୀରେ ଡକାୟତ ଜଣକ ଅନୁଭବ କଲା ଯେ ତାର ଘୃଣ୍ୟ କର୍ମ ସର୍ବସାଧାରଣରେ କହିବା ଯୋଗୁଁ ତା ହୃଦୟ ବିଦାରୀ ହୋଇଯାଉଛି, ମନ ଲାଜରେ ନରମି ଯାଉଛି। ଅପରାଧ କାମ କରିବା କଥା ପ୍ରକାଶ କରିବା ପାଇଁ ମୁହଁରୁ ଝାଳ ବୋହିଯାଉଛି। ନାନକଙ୍କୁ ଏ ବିଷୟରେ ସବୁ କଥା ଜଣାଇଲା। ସର୍ବସାଧାରଣରେ ନିଜର ମନ୍ଦ କାମ କହିବା ସହଜ ନୁହେଁ। ମୁଁ ଆଜିଠାରୁ ଏଭଳି ମନ୍ଦ କାମ ଆଉ କରିବି ନାହିଁ। ସତକୁ ସତ ସେଇ ଦିନଠାରୁ ଆଉ ଚୋରି ଡକାୟତି ଭଳି ଘୃଣ୍ୟ କର୍ମ କରିଲା ନାହିଁ। ସର୍ବସାଧାରଣରେ ଲୋକଟିର ପାପକର୍ମର ସ୍ୱୀକାରୋକ୍ତି ତାକୁ ସବୁଦିନ ପାଇଁ ପାପ କର୍ମରୁ ନିବୃତ୍ତ କରାଇଦେଲା। विचार क्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचार क्रांति दूत ओडिया फेसबुक पेज सह जोड़ी हुंतु। धन्यवाद।